ସମସ୍ତ ନାମପ୍ରେମୀ ସତ୍ସଙ୍ଗୀ ଶ୍ରଦ୍ଧାଳୁ ଜ୍ଞାନୀ ଗୁଣୀ ସାଧୁ ସୁଜ୍ଞଜନ ତଥା ଭାଗବତ ପ୍ରେମୀମାନଙ୍କୁ ମୋର ସାଦରେ ପ୍ରଣାମ। ତ ସହିତ ବେଦ ପୁରାଣ କଥା ଚ୍ୟାନେଲରେ ଆପଣଙ୍କୁ ସ୍ୱାଗତ। ପ୍ରିୟ ବନ୍ଧୁଗଣମାନେ, ଗତ ଭିଡ଼ିଓରେ ଆମେ ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତ୍ରିଗୁଣ ବିଷୟରେ କହିବାର କିଛି ପ୍ରସଙ୍ଗ ଆଲୋଚନା କରିଥିଲେ। ବର୍ତ୍ତମାନ ତାହାରି ଆଗ ପ୍ରସଙ୍ଗ। ଶ୍ରୀକୃଷ୍ଣ ଭଗବାନ କୁରୁକ୍ଷେତ୍ର ଭୂମିରେ ନନ୍ଦିଘୋଷ ରଥରେ ଅର୍ଜୁନଙ୍କୁ କହୁଛନ୍ତି, ହେ ଅର୍ଜୁନ, ଏବେ ଅସୁର ଲୋକଙ୍କର ବିଧି ବିଷୟରେ ଶୁଣ। ଯେଉଁମାନେ ପୃଥିବୀରେ ଜନ୍ମ ହୋଇ ଦୁଷ୍ଟ ଭାବକୁ ବହିଥାନ୍ତି, ତାହାଙ୍କୁ ହିଁ ସମସ୍ତେ ରାକ୍ଷସ ବୋଲି କହନ୍ତି। ସେହି ଲୋକର ଗୁଣ କହୁଛି, ମନକୁ ନିଶ୍ଚଳ କରି ଶୁଣ ଧନଞ୍ଜୟ। ଯେଉଁମାନଙ୍କର ଭାଷା ଖଣ୍ଡା ପରି ତୀକ୍ଷ୍ଣ, ଯେଉଁମାନେ ନିର୍ଦ୍ଦୟ, ଦରିଦ୍ର ଲୋକଙ୍କୁ ଦୟା ନଥାଏ ଓ ନିରାକର୍ଷ ରହସ୍ୟ ଭାବେ କରେ, ଯିଏ ଜନମାନଙ୍କୁ ଅଖାଦ୍ୟ ଖାଏ ଟେକେ, ସେମାନଙ୍କୁ ରାକ୍ଷସ କୁହନ୍ତି। ହେ ଅର୍ଜୁନ, ଏ ସଂସାରରେ କେବଳ ଦୟାଲୋକ ଓ ଦାନୀ ଲୋକ ଧନ୍ୟ ଅଟନ୍ତି। ସେହିମାନେ ହିଁ ଦୈବୀ ସମ୍ପଦ ପାଇ ମୋକ୍ଷ ହୋଇଯାଆନ୍ତି। ଏ କଥା ମୁଁ ସନ୍ତୋଷ ହୋଇ ତୋତେ କହିଲି ଅର୍ଜୁନ। ତୁ ମନରେ ଆଉ ଦ୍ୱିଧା ରଖ ନାହିଁ। ଦେହ ଧରି ଯେଉଁ ନର ଧର୍ମ ଅର୍ଜନ କରେ, ତାକୁ ହିଁ ଦିବ୍ୟ ପୁର ପ୍ରାପ୍ତ ହୁଏ। ହେ ଅର୍ଜୁନ, ମୁଁ ଯେତେ କଥା ତୋତେ କହୁଛି ତାହା ଜାଣି ତୁ ମୋତେ ଅନୁବତେ ଭଜି ବଞ୍ଚିବୁ। ତୁମେ ପାଞ୍ଚ ଭାଇ ବନରେ ବୁଲି ଯେତିକି ଦୁଃଖ ପାଇଛ, ତୁମକୁ ମୁଁ ଯଦି ସ୍ୱର୍ଗ ସୁଖ ଦିଏ, ତେବେ ମୋ ନାମ ପୃଥିବୀରେ ରହିବ। ଦେବତାମାନେ ପୃଥିବୀରେ ଦେବଭୋଗ କରନ୍ତି, ପୁଣି ବିଷ୍ଣୁ ଅଂଶୀ ଲୋକମାନେ ଦେବଭୋଗ ଭୁଜନ୍ତି। ଏମିତି ଦୁଇ ଲୋକ ଦେବଭୋଗ ପାଆନ୍ତି। ହେ ଅର୍ଜୁନ, ଏବେ ମୁଁ ତୁମକୁ ତିନି ସ୍ୱର୍ଗ ଦେବି। ପାତାଳରେ ତୁମ ନାମ ରହିବ ଓ ସ୍ୱର୍ଗରେ ମଧ୍ୟ ତୁମ ନାମ ରହିବ। ମର୍ତ୍ତ୍ୟରେ ତୁମେ ବିଷ୍ଣୁ ସହ ସମାନ ହେବ। ଦାତବ୍ୟ ଅଂଶରେ ଯେଉଁମାନେ ଥାଆନ୍ତି, ତାଙ୍କୁ ଏହି ଭୋଗ ମିଳେ। ଏ ଭୋଗ ହେଉଛି ଦେବଯୋଗ। ଅର୍ଜୁନ ଭଗବାନ ପାର୍ଥକୁ କହୁଛନ୍ତି, ଅସୁରମାନଙ୍କର ଭୋଗ ଶୁଣ ଧନଞ୍ଜୟ। ଅସୁର ସମ୍ପଦ ଯେଉଁ ଜନ ଅର୍ଜନ କରେ, ମନରେ ପାପ ଆଚରି ଧର୍ମକୁ ଆଖିଠାର ମାରେ, ଗୋଟିଏ ଦିନରେ ଲକ୍ଷେ ପାପ ଅର୍ଜନ କରେ, ସେ ଲୋକର ମନ ଶୁଦ୍ଧ ନୁହେଁ। ମୋହର କର୍ମ ଅସୁର ଲୋକମାନେ କିଛି କରନ୍ତି ନାହିଁ। ଏମାନେ ଅନୀତି ଅନେକ ପ୍ରଶଂସାକୁ ଭଲ ପାଆନ୍ତି। ଏହି ଲୋକମାନେ କୁହନ୍ତି, ମୁଁ ପୃଥିବୀରେ ଏକା ବଡ଼, ମୁଁ ପ୍ରଭୁ ଅଟେ, ସଂସାରର ଈଶ୍ୱର ମୁଁ। ଏହିପରି କହି ସେ କେତେ କାମନା କରେ, ଏହି ବଡ଼ପଣ ଦେଖାଇ ପ୍ରାଣୀକୁ ହିଂସା କରି ମାରେ। ଅସୁର ପ୍ରକୃତିର ଲୋକମାନେ ଭାବି ପାରନ୍ତି ନାହିଁ ଯେ ଏ ଦେହ କ୍ଷଣଭଙ୍ଗୁର ଅଟେ ବୋଲି। ଅଳ୍ପ ବୁଦ୍ଧିରେ ପଡ଼ି ଏମାନେ ନିଜର ପରାକ୍ରମ ଦେଖାନ୍ତି। ଅଳ୍ପକେ ଏମାନେ ରାଗିଯାଇ ଲୋକାକାଣ୍ଡ ସୃଷ୍ଟି କରନ୍ତି। ବିନା ଦୋଷରେ ସୁଜନମାନଙ୍କଠାରେ କ୍ରୋଧ କରନ୍ତି। ଅନେକ କଷ୍ଟ ଏହିମାନେ ପ୍ରାଣୀକୁ ଦିଅନ୍ତି। ଶେଷରେ ଅସୁର ପ୍ରକୃତି ଲୋକ ବିନାଶ ହୋଇ ନରକକୁ ଯାଏ। ହେ ଅର୍ଜୁନ, ନିରାଶ ଲୋକ ଯେତେ ବଡ଼ ପଣ ଥାଏ, ତେବେ ସେ ଅତି ବଡ଼ରେ ନୃପତି ଗୋଟିଏ ହୁଏ। ସେ ନୃପତି ହେଲେ ନିଜକୁ ଇନ୍ଦ୍ର ବୋଲି ଭାବେ। ଯେତେ ଅବିଚାର ସବୁ ମନରେ ପାଞ୍ଚେ, ଆତ୍ମାକୁ ପାଷାଣ କରି ବଡ଼ପଣ ବହେ। ଗୋଟିଏ ଦିନରେ ଲକ୍ଷ ଲକ୍ଷ ପାପ କରେ। ମୂଢ଼ପଣରେ ଅତି ଅତ୍ୟାଚାର କରେ। ଅଜ୍ଞାନ ବଳରେ ନିଜ ମାତା ଓ ଭଉଣୀ ସହିତ ପାପକର୍ମ କରିବାକୁ ପଛାଏ ନାହିଁ। ଏହି ରାକ୍ଷସ ପ୍ରକୃତିର ଲୋକମାନେ ବିଷ୍ଣୁଙ୍କୁ ଛାଡ଼ି ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି। ଯେଉଁ କର୍ମ ଅଶୁଦ୍ଧି ଅଟେ, ସେହି କର୍ମ ସେ ସବୁଦିନ କରେ। ଯେତେ ପାପ ସଂସାରରେ ପ୍ରସିଦ୍ଧ ଅଟେ, ସେସବୁ ପାପକୁ ସେ କରି ବସେ। ଶେଷରେ ସେ ହିଁ ଅଶୁଦ୍ଧ ସ୍ଥାନକୁ ଯାଇ ଦୁଃଖ ଭୋଗ କରେ। ଦୁଃଖ ଭୋଗ କଲା ପରେ ଭାବେ ଯେ ଏହା ମୋ କର୍ମରେ ଲେଖା ଥିଲା ଓ ଏହି ଫଳ ମୁଁ ଭୋଗ କରିବାକୁ ମୋ ଭାଗ୍ୟରେ ବିଧାତା ଲେଖିଦେଇଛି। ସେହି ଭାବିପାରେନା ଯେ ସେହି ଦିନେ ମରିବ। ଅସୁର ପ୍ରକୃତିକୁ ଅଧିକ ଉତ୍ତେଜିତ କରିବା ପାଇଁ ସୁରାପାନ କରେ। ଏହି ପ୍ରକୃତିର ଲୋକମାନେ ଭାବନ୍ତି, ଯାହା ଉପଭୋଗ କରିବା ଅଛି ଏଠାରେ ହିଁ କର, ମଲା ପରେ କିଏ କାହାକୁ ଦେଖୁଛି, ସେ କଥା ଏବେ ଚିନ୍ତା ନାହିଁ। ଏମିତି କହି ଲୋଭରେ ଘାଣ୍ଟି ହୋଇ ନାନାଦି କର୍ମ କରେ।
ପ୍ରାଣୀକୁ ହିଂସା କରି ପାପରେ ଧନ ଅର୍ଜନ କରି ସୁଖରେ ରୁହେ। ସାଧୁ ଓ ଭଦ୍ର ଲୋକଙ୍କୁ ବହୁତ ଦୁଃଖ ଦିଏ। ଅର୍ଜିଥିବା ଧନକୁ ଦେଖେ କେତେ ଅର୍ଜିଛି ବୋଲି ବିଚାର କରେ। କାଲିକି ପୁଣି ଆଉ କେତେ ଧନ ଅର୍ଜିବ ବୋଲି ମନେ ମନେ ଭାବେ। ରାକ୍ଷସ ପ୍ରକୃତିର ଲୋକ କିପରି ଧନକୁ ଲୁଚାଇ ରଖିବ ସେ କଥା ମନେ ମନେ ଭାବେ। ଅନ୍ୟ ଏକ କୋଠରୀ କରି ଧନକୁ ନେଇ ସେଠାରେ ଗୁପ୍ତରେ ରଖେ। ସେ ହିଁ ଲୋକ ଶତ୍ରୁକୁ ମାରିବା ପାଇଁ ସର୍ବଦା ଯୋଜନା କରେ। ସେ ହିଁ ଭାବେ ମୁଁ ହିଁ ରବି ତଳେ ସବୁଠାରୁ ବଡ଼। ମୁଁ ସବୁ ଭୋଗ କରିବି। ଭୂମଣ୍ଡଳରେ ମୋ ଠାରୁ କେହି ଭାଗ୍ୟବନ୍ତ ନାହାନ୍ତି। ମୁଁ ଏକା ଗୁଣବନ୍ତ ସଂସାର ପାଇଁ ଅଟେ। ତିନି ଲୋକରେ ମୋ ଠାରୁ କେହି ବଳିୟାର ନାହାନ୍ତି। ମୁଁ ସଂସାରର ଅନାଦି ଓ ସିଦ୍ଧି ପୁରୁଷ। ମୋ କଥା ବ୍ରହ୍ମଶକ୍ତି ପରି କାମ କରେ। ମୋହର ଯଶ ଲକ୍ଷେ ଯୋଜନକୁ ଶୁଭୁଅଛି ବୋଲି ମନେ ମନେ କୁହେ। ମୁଁ ପୃଥିବୀ ଯାକରେ ଜନକୁ ପାଳୁଛି। ମୋ ପରି ଲୋକ ପୃଥିବୀରେ ମିଳିବେ ନାହିଁ। ଏମିତି ଆନନ୍ଦ ହୋଇ ମନେ ମନେ ହସୁଥାଏ। ହେ ଅର୍ଜୁନ, ଏହାର ଅଜ୍ଞାନପଣ କହିଲେ ନ ସରେ। ଏ ଲୋକମାନଙ୍କର ଅଟେ ଏ ଅସୁରୀ କର୍ମ। କ୍ରୋଧରେ ଜଡ଼ିତ ହୋଇ ହୁଏ ମତିଭ୍ରମ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି, ହେ ପାର୍ଥ, ଅସୁର ପ୍ରକୃତିର ଲୋକମାନେ ସଂସାରର ଲୋକମାନଙ୍କୁ କୁହନ୍ତି ଯେ ଆମଠାରୁ ଆଉ କେହି ବଡ଼ ନାହାନ୍ତି। ନିଜ ନିଜକୁ ଟେକି ବଡ଼ ବୋଲି କୁହେ। ଧନରେ ସେ ବଡ଼ପଣ ବୋଲି ଗର୍ବ କରେ। ଏମିତି ଟେକି ହୋଇ ସବୁ ବାକ୍ୟ କୁହେ। ବଡ଼ପଣ ଖ୍ୟାତିରେ ଏମାନେ ଯଜ୍ଞ କରନ୍ତି। ମୁଁ ଏତେ ଲୋକଙ୍କୁ ଖାଇବାକୁ ଦେଲି ବୋଲି ସବୁଠାରେ ଏମାନେ କୁହନ୍ତି। କାମନା, ଲୋଭ, ହିଂସା ଯେତେ ଏମାନେ ସବୁଥିରେ ଲିପ୍ତ ହୋଇଥାନ୍ତି। ହେ ଅର୍ଜୁନ, ଆଉ ଏକ କଥା ଶୁଣ। ତୁ ଏବେ କହିବୁ ଯେ ଆପଣ ତ ସମସ୍ତଙ୍କ ଦେହରେ ଖାଅ, ତେବେ ପ୍ରାଣୀମାନଙ୍କୁ କାହିଁକି ସାନ ଓ ବଡ଼ କର? ମଣିଷ ଦୁର୍ଲଭ ବୁଦ୍ଧି ପାଇ କୁବୁଦ୍ଧି କାହିଁକି କରନ୍ତି? ତୁ ଏମିତି ମୋତେ କହିବୁ। ସେ କଥା କହୁଛି ଶୁଣ। ସମସ୍ତଙ୍କ ଦେହରେ ମୁଁ ଜୀବ ରୂପରେ ଥାଏ। ଯାହାର ଯାହା ଗୁଣ ବୁଝି ତାକୁ ମୁଁ ଚିହ୍ନି ଦିଏ। ଯିଏ ଯାହା କରେ ତାକୁ ମୁଁ ବସି ଦେଖୁଥାଏ। ଇନ୍ଦ୍ରିୟ ଗଣକ ବଳରେ ମୁଁ ସେମାନଙ୍କଠାରେ ଅହର୍ନିଶି ଥାଏ। ମୁଁ ଜାଣେ ଯେ ଏ ହେଉଛି ଅସୁର, ତେଣୁ ତାକୁ ମୁଁ ରୁନ୍ଧି ପକାଏ। ଏ ଜନ୍ମ ପରେ ଆର ଜନ୍ମକୁ ସେହି ଅସୁର ଜନ୍ମ ଦିଏ। ଜନ୍ମ ହେଲା ପରେ ସେ ସେହି ପାପ କର୍ମ କରେ। ବିଭିନ୍ନ ପାପ କରି ପୁଣି ସେ ଲେଉଟି ଜନ୍ମ ହୁଏ। ପୁଣି ମରେ ଓ ଅସୁର ହୋଇ ଜନ୍ମ ହୁଏ। ପୁଣି ଲେଉଟି ମତିଭ୍ରମରେ ଅସୁର କର୍ମ କରେ। ପୁନଶ୍ଚ ଅଧର୍ମ କରି ସେହି ଫଳ ପାଏ। ହେ ପଣ୍ଡୁବାଳ, ମୁଁ ଅସୁର ଜାତିର ଲକ୍ଷଣ ଯାହା କହିଲି, ଏ କଥାକୁ ବିଚାର କରି ତାହା କର୍ଣ୍ଣରେ ଶୁଣ। ଯେତେ କାମ, କ୍ରୋଧ, ଲୋଭ ଅଛି, ଏସବୁ କେବଳ ସୁପଣ୍ଡିତମାନେ ତେଜି ପାରନ୍ତି। ଏମାନେ ନିର୍ବେଦ ଧର୍ମକୁ ଆଶ୍ରା କରି ଉତ୍ତମ କୁଳରେ ଦିବ୍ୟ ଦେହ ଧରି ଜନ୍ମ ହୁଅନ୍ତି। ଯେଉଁ ଜନ ତ୍ରିଗୁଣକୁ ନିରୋଧୀ କରିପାରେ ତାକୁ ହିଁ ଏହି ଜ୍ଞାନ ପ୍ରାପ୍ତ ହୁଏ। ଏହି ଜ୍ଞାନ ବଳରେ ତାକୁ ହିଁ ଯଶସ୍ୱୀ ମିଳେ। ଏଭଳି ଶ୍ରୀମନ୍ତ ଲୋକଙ୍କୁ ହରି ମିଳନ୍ତି। ହେ ଅର୍ଜୁନ, ଯେଉଁ ଲୋକ ବେଦଶାସ୍ତ୍ର ବିଧିକୁ ଛାଡ଼ି ନାନାଦି କର୍ମରେ ବଢ଼ି ପରମ୍ପରାକୁ ଏଡ଼ି ଦିଏ ଓ ସେହି କର୍ମରେ ଗଣା ହୋଇ ମନରେ ବିଭିନ୍ନ ପାପ କଥା ଭାବେ, ତାକୁ ହିଁ କେବେ ସୁଗତି ନଥାଏ। ନରଲୋକରେ ତାକୁ ନିନ୍ଦା କରନ୍ତି। ପରଲୋକରେ ସେ ନର୍କ ଭୋଗ କରେ। ଏଭଳି ଲୋକକୁ ମୋକ୍ଷ କଦାଚିତ ମିଳେ ନାହିଁ। ଶ୍ରୀନାରାୟଣ କହିଲେ, ହେ ପାଣ୍ଡୁପୁଅ ଶୁଣ। ଶାସ୍ତ୍ର ବିଧି ମତେ ତୁ ବେଗେ କର୍ମ କର। ହେ ସୁଭଦ୍ରାବର, ମୁଁ ତୋତେ ସତ୍ୟ କହିଲି, ଯେଉଁ କର୍ମ କଲେ ସଂସାରରେ ପୂଜା ପାଇବୁ, ସେହି ସୁକର୍ମ କର। ତେଣୁ ମୁଁ ତୋତେ ଏକଥା ବୁଝାଉଅଛି। ମୋ ଶ୍ରୀମୁଖ ବଚନ ଶୁଣ ପାର୍ଥ। ମୁଁ ଯେତେ ଅର୍ଥ କହିଲି, ତୁ ଏବେ କହିବୁ ଯେ ତୁ ଏହା କରିପାରିବୁ ନାହିଁ। ହେ ଧନୁଧାରୀ, ସେହି କଥା ତୋତେ କହୁଛି ଶୁଣ। ଯେଉଁ ପ୍ରାଣୀ ସତକୁ ଆଶ୍ରୟ କରେ, ସେ ହିଁ ଦୈବ ସମ୍ପଦ ଭୁଞ୍ଜାଇ ଏହିପରି ଧନଞ୍ଜୟକୁ ନନ୍ଦିଘୋଷ ରଥରେ ବସାଇ ଯାବତ ଜ୍ଞାନ ମହାପ୍ରଭୁ କହିଲେ। ହେ ପାର୍ଥ, ଏସବୁ ଜ୍ଞାନ ସାଧୁଜନମାନଙ୍କର ମୂଳ ଅଟେ। ନୃସିଂହ ପୁରାଣରେ ଏ ଅଗାଧ ଜ୍ଞାନ ଅଛି। ଏହି ଗ୍ରନ୍ଥକୁ କେବଳ ସାଧୁଜନମାନେ ବୁଝିପାରନ୍ତି। ଏ ଗ୍ରନ୍ଥ ଶୁଣିଲେ ଜୀବମାନଙ୍କର ମନରେ ଦୟାଭାବ ଜାଗ୍ରତ ହୁଏ। ଏହାପରେ ଅର୍ଜୁନ ପୁଣି ପଚାରିଲେ, ହେ ବାସୁଦେବ, ଆପଣ ମୋତେ ତ୍ରିଗୁଣର ବାଣୀର ଦୀକ୍ଷା କ'ଣ କୁହନ୍ତୁ।
ଆପଣଙ୍କ ଠାରୁ ତ୍ରିଗୁଣ ତତ୍ତ୍ୱବାଣୀ ଶୁଣିଲେ ମୁଁ ଏ ସଂସାରରୁ ତରିଯିବି ପ୍ରଭୁ। ହେ ଭାବଗ୍ରାହୀ, ଏଥିରେ ସନ୍ଦେହ ଛାଡ଼ି ମୋତେ କୁହ, ଆପଣଙ୍କ ମୁଖରୁ ଏହା ଶୁଣିଲେ ମୁଁ କୃତକୃତ ହେବି। ଧନଞ୍ଜୟ କରଯୋଡ଼ି ପୁଣି ଏକ ପ୍ରଶ୍ନ କଲା। ହେ ସ୍ୱାମୀ, ଥୋକାଏ ଲୋକ ଶାସ୍ତ୍ରବିଧି ଛାଡ଼ି ଲୋକାଚାର ମାର୍ଗକୁ ଆଗ କରନ୍ତି। ଆଦ୍ୟରୁ ଯେଉଁ ବିଧି ଅଛି ତାକୁ କରନ୍ତି ନାହିଁ। ସେ ବିଧି ମାର୍ଗ ଓ ଧର୍ମକୁ ଲୋକମାନେ କାହିଁକି ତ୍ୟାଗ କରନ୍ତି? ସତ, ରଜ, ତମ ଏହି ତିନି କଥାକୁ କେହି ଲୋକ ଛାଡ଼ିକି ରହି ନାହାନ୍ତି। ତାହେଲେ ଏମିତି କାହିଁକି ସେମାନେ କରନ୍ତି? ଅର୍ଜୁନ ମୁଖରୁ ଏମନ୍ତ ବାଣୀ ଶୁଣି ମହାପ୍ରଭୁ କହିଲେ, ହେ ପାର୍ଥ, ତୋ ହୃଦୟରୁ ଶଙ୍କା ଏ ପର୍ଯ୍ୟନ୍ତ ଛାଡ଼ି ନାହିଁ। ମୁଁ ଏତେ ମାର୍ଗ ତୋତେ କହିଲାଣି, ମାତ୍ର ତୁ ଏହାକୁ ମନେ ରଖୁନାହୁଁ। ଏବେ ତିନି ଗୁଣ ବିଷୟରେ କହୁଛି, ଧ୍ୟାନ ଦେଇ ଶୁଣ। ଭଗବାନ ତ୍ରିଗୁଣର ଲକ୍ଷଣ କହିବାକୁ ଯାଇ କହିଲେ, ହେ ପାର୍ଥ, ଏବେ ସାତ୍ୱିକ ଲୋକର କଥା ଶୁଣ। ଯେଉଁମାନେ ସାତ୍ୱିକ ସେମାନେ ସତ କଥା କହି କାଳ କାଟନ୍ତି। ନିଜ ଗୃହରେ ଦେବତା ଓ ବ୍ରାହ୍ମଣକୁ ଡାକି ପୂଜା କରନ୍ତି। ଏମାନଙ୍କୁ ଅମୃତ ଭୋଜନ ଦେଇ ସ୍ନେହ କରନ୍ତି। ସାତ୍ୱିକ ଲୋକମାନେ କପଟ, ଲୋଭ, ହିଂସା, କାମ, କ୍ରୋଧ ତ୍ୟାଗ କରି ଦୟାନିଧିଙ୍କୁ ପୂଜା କରନ୍ତି। ହେ ଅର୍ଜୁନ, ଏବେ ରଜଗୁଣର ଲୋକମାନଙ୍କର କଥା ଶୁଣ। ଏହି ଜାତିର ଲୋକମାନେ ଚାମୁଣ୍ଡା, ଚଣ୍ଡୀ, ଭୂତ, ପ୍ରେତକୁ ପୂଜା କରନ୍ତି। ଦାମ୍ଭିକପଣରେ ମୁଙ୍କାର ପଦକୁ ବହିଥାନ୍ତି। ବଡ଼ପଣ ଯୋଗୁଁ ବ୍ରାହ୍ମଣଙ୍କୁ ଦାନ ଦିଅନ୍ତି ନାହିଁ। ତେବେ ତାମସିକ ଲୋକର ଲକ୍ଷଣ ଶୁଣ ଅର୍ଜୁନ। ଏହି ଜାତିର ଲୋକମାନେ ପିଶାଚୀ ଆଉ ଯୋଗିନୀଗଣଙ୍କୁ ପୂଜା କରନ୍ତି। ଏ ରୂପେ ଏ ତିନି ଜଣଙ୍କର ପୂଜାବିଧି ଅର୍ଜୁନ ଆଗେ କହନ୍ତି ବସି ଦୟାନିଧି। ପ୍ରିୟ ସତ୍ସଙ୍ଗୀ ବନ୍ଧୁଗଣ ମାନେ, ଏହା ପରର ପ୍ରସଙ୍ଗ ଆମେ ଆଗାମୀ ଭିଡ଼ିଓରେ ଆଲୋଚନା କରିବା। ସେହି ଭିଡ଼ିଓ ଆସିବା ପର୍ଯ୍ୟନ୍ତ ଆପଣମାନେ ଭଗବାନ ନୃସିଂହଙ୍କ କୃପାରୁ ବହୁତ ଭଲ ରହିଥାନ୍ତୁ। ତ ସହିତ ଏହି ବେଦ ପୁରାଣ କଥା ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ଚ୍ୟାନେଲର ପ୍ରତ୍ୟେକ ଭିଡ଼ିଓକୁ ନିଜେ ସମ୍ପୂର୍ଣ୍ଣ ଭାବେ ଦେଖିବା ସହିତ ନିଜର ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।